ବିଲ ଭିତରେ ଆଜି ନ ବୁଲି ଆସିଲେ ଗରି କାମ କଣ ହେଲାଣି କଣ ନାହିଁ ଛୁଆଙ୍କୁ ବୁଝିବି କେମିତି? ଶଳା କାମ ମିଳୁନି, ସବୁଆଡେ ଧାନ କଟା ସରିଲାଣି। କୋଉ ପଟୁ ଯିବା? ଆର ପଟକୁ ଯିବା, ଦେଖିବା କଣ ହଉଛି। ସେପଟେ ନ ଦେଖିଲେ ହବନି ଆଜି। ଧାନ କଟା ବର୍ତ୍ତମାନ ସରିଆ ସରି ହେଲାଣି, ଏପର୍ଯ୍ୟନ୍ତ ପିଲାକୁ କାମ ଗୁଡା ଠିକ ସେ ମିଳୁନି। କୁଳମଣି ନୀଳମଣି ଦିଟାଙ୍କ ବସେଇ ଦେବି, ସବୁବେଳେ କହୁଛନ୍ତି କାମ କାମ। କି ମୁଁ ତ ଯାହା ବିଲ ଭିତରେ ଦେଖୁଛି ଧାନ କଟା ସବୁ ସରିଆ ସରି ହେଲାଣି। ଆଉ ଲୋକ ତ ଗଦା ଫାତା ସବୁ ମାରିଦେଲେଣି। ଆଉ କୋଉଠି ଧାନ କାମ ଅଛି ତାଙ୍କୁ ଧାନ କଟା ଦେବି? ଖାଲି ହେଇସାରିଲାଣି ସବୁ। ହଉ, ଆରେ ଏଇଟା କଣ କଚଡା ଗଦା ନା କଣ ଧାନ କଥା? ଦେଖିବା ପାଖକୁ ଗଲେ। ଆରେ ହେ, ଆରେ ଏଠି ଗୋଟା ଗଦା ବସିଛି। ହଳା ଗଦା ନା କଚଡା ଗଦା? ଇରେ ଶଳା ଇଏ ହଳା ଗଦାରେ ଆକୁ ବି କୋନ କାଟି ବସେଇ ସାରିଲେଣି। ଆଉ ସେଇଥିପାଇଁ ବିଲ ଖାଲି ହେଇସାରିଲାଣି। ଆଉ ସେଠି ଗୋଟେ କଚଡା ଗଦା ବଇଛି। ଆଉ ସବୁ ଯାକ ଖାଲି କରିସାରିଲାଣି ମିଶିନି କାଟିକିରି। ଆଉ ଏଇଥିପାଇଁ ଶଳା ବିଲ ଖାଲି ହେଇସାରିଲାଣି। ମୋ ଲୋକ କାମ ପାଉନାହାନ୍ତି। ବାବୁ କାମ କାଇଁ ଛୁଆ କହୁଛନ୍ତି। ଓ ସେ ନାଳ ସେପଟେ ଯାଇକି କଚଡା ଗଦା ବଇଛି। କୁଳମଣି ନୀଳମଣି ଯାକ ଅଥୟ କରୁଛନ୍ତି ତାଙ୍କ। ବାବୁ କାମ ନାହିଁ କାମ ନାହିଁ। କାମ କୋଉଠି ଆଣିବି? କାମ ଏଇଠି ବି କାମ ଆସୁନି। ସବୁ ଯାକ ଗରି ଯାକ ଖାଲି ହେଇସାରିଲେଣି। ହଉ ଯାହା ହେଲା ହେଲା। ଦିଟା ଲୋକ ମୋର ତାଙ୍କୁ ଥକ ରଖିବି। ଆଗକୁ କାମ ଅଛି। ଯାହା ବି ହେଲେ ଆସିବ କାମ, ନିହାତି ଆସିବ। ଏପଟେ ଗଲେ ବି ରହିସି କାମ ଅଛି, ନିଶ୍ଚିନ୍ତ ଆସିବ କାମ। ଗୋଟା କାମ ସବୁ ଯାକ ତମେ ଲୋକାଲ ଲୋକଙ୍କୁ ଡାକିବେନି, ସବୁ ଏଇଠୁ ମେସିନ୍ ଆଣି ପକେଇ ହାତରେ ଲୋକ କାଟୁଛି ତ। କେଡେ ବଡ ଗଦା ବସେଇ ସାରିଲଣି। ହଉ ଏଠି ରହି କିଛି ଲାଭ ନାହିଁ। ବିଲ ତ ଯାହା ହେଲା ହେଲା। ମୋ ଦିଟା ଲୋକ କୁଳମଣି ନୀଳମଣି କୁଆଡେ କଣ କଲେ ତାଙ୍କୁ ଦେଖିବାକୁ ପଡେ। ଆଜି କାମ କୁଆଡେ ଗଲେ ନା ନାଇଁ ତାଙ୍କୁ ବୁଝେଇ ବାଜି ରଖିବାକୁ ପଡିବ। ଯିବା, କାଇଁ ଏଠି ବେଶୀ ସମୟ ରହିବା, ପଳେଇବା। ଏ କାମ ନୁହଁ, ଏଠି କାମ ନୁହଁ, ଯିବା। ଆରେ କୁଳମଣି ନୀଳମଣି ତମେ ଯିବ କୁଆଡେ? ଯାଉଥିଲୁ କାର୍ତ୍ତିକ ହାର ବିଲୁ। ଆରେ କାହିଁ ସିଆଡେ ଯିବ? ବିଲ ଆଉ ଧାନ କଟା ଗରି ନାହିଁ। ମୁଁ ଏବେ ଆଇଛି ତମେ ଯୋଉ କାମ ପାଇଁ ବ୍ୟସ୍ତ ହଉଛ। କାମ ବାବୁ ମିଳିଲେ କାମ ମିଳିଲି, କାମ ନାହିଁ କାମ ନାହିଁ। ମୁଁ ସେଇଥିପାଇଁ ତ ଦେଖିବାକୁ ଯେ ପିଲାମାନେ କଣ କାମ କରୁଛନ୍ତି, କାମ ମିଳୁନି କାହିଁକି? ଗରି ସବୁ ଖାଲି କରିବେନି ସଫା କରି। ତମେ ଆସ, ତମ ସହ କଥା ଅଛି ମୋର। ତମେ ଦି ଜଣ ଆସ। ହଉ ବାବୁ ଆସ। ଶୁଣ କଣ ହେଇଛି ନା କଥା। କିରେ କୁଳମଣି ଶୁଣୁ, ବର୍ତ୍ତମାନ ଧାନ କଟା ସରିଆ ସରି ହେଲାଣି। ଏପଟ ସାଇଡ ର କାମ ବି ସେମିତି ନାହିଁ। ଗାଁରେ ବି ଆଉ ଲୋକଙ୍କର ବେଶୀ ଧାନ କଟା ନାହିଁ। କିରେ କୁଳମଣି ଆଉ କାହାର ସେମିତି ବିଲ ଅଛି? ନା ଆଉ କୋଉଠି କାମ, ବିଲ ନାହିଁ ନା? ଆଉ କାହାର ବିଲ ଅଛି ଯେ କାମ ଅଛି। ଆଗ ଭଳି ଆମକୁ କାମ ମିଳୁଛି? ଆଉ କାମ ମିଳୁନି। କାମ ତ ନାହିଁ। କିରେ କାମ କୋଉଠୁ ଆସିବ କହୁନ? ସବୁ ତ ଝାଡଖଣ୍ଡରୁ, ହାଇଦ୍ରାବାଦରୁ, ବେଙ୍ଗଲୁରୁ ବେଶୀ ନାଇଁ ଗାଁରେ ପୁରିଲେ। ଆଉ କୋଉଠି ଧାନ କଟା ରହୁଛି ଯେ ଆମ କାମ ମିଳିବ? ଆଗେ ସିନା ହାତରେ ଧାନ କାଟୁଥିଲେ ପ୍ରାକୃତିକ ପଦ୍ଧତିରେ। ନୂଆ ବର୍ଷ ଧାନ କଟା ଚାଲୁଥିଲା। ବର୍ଷ ବର୍ଷ ନୂଆ ବର୍ଷ ପାରି ହେଉଥିଲା, ଠିକ ନା କୁଳମଣି? ଆଉ ଏବେ ତ ସବୁ କୃତ୍ରିମ ପଦ୍ଧତିରେ କାମ ଚାଲିଛି। ସବୁ ବିଶ୍ୱାସ କରିବେନି, ମାଲିକ ମାନେ ଏତେ ସହଜ ସୁବିଧାରେ କାମ ହେଇଯାଉଛି। ଯୋଉଠି ନୂଆ ବର୍ଷ ପାରି ହେଇ ଜାନୁଆରୀ ଫେବୃଆରୀ ହଉଥିଲା, ସେଠି ଡିସେମ୍ବର ମାସ ସୁଦ୍ଧା ଧାନ କଟା ଶେଷ। ଡିସେମ୍ବର କଣ? ଆରେ ଏଇ ଡିସେମ୍ବର ମାସ ଅଧା ମ। ତେଣୁ ଆମେ ଗୋଟେ କାମ କରିବା, ଆମକୁ ଯାହା କାମ ମିଳିବ, ଧାନ କଟା ହଉ, ମୁଗ ପରା ହଉ, ତଳି ରୁଆ ହଉ, ଯାହା କାମ ମିଳିବ ଆମେ କାମ ଧରିବା। କାମ ଛାଡିବାନି, କାମ ଧଇଲେ ଆମ କାମ ଆସିବ। ଦରକାର ପଡିଲେ କାହାର ଗାଁରେ ଘଷି ପରା ହଉଛି, ତାକୁ ବି ଦେଖ ନବା କାମ। ଟେଣ୍ଡର ନେଇଯିବା, ଠିକା ଅନୁସାରେ ନେଇଯିବା ନା ନାଇଁ? ବାବୁ ତମେ ଯାହା କହୁଛ ଠିକ କଥା ଯେ, ମୋର ଆଉ କାମ କରିବାର ଇଚ୍ଛା ନାହିଁ ତମ ପାଖରେ। ବାବୁ ମୋର ବି ଆଉ ଇଚ୍ଛା ନାହିଁ। କାଇଁ କିରେ ଅସୁବିଧା କୋଉଠି ହେଲା? କଣ ମାଗଣା କାମ କରୁଛ? ହଉ କାମ କରୁଛ, ପଇସା ନଉଛ, କୋଉ ମନା କଲନି ଧାନ କାଟିବି ନାଇଁ? ମୁଁ ପରର ଜବାବ ଦେଇଛି, କଣ ସୋଦା ଖାଇକି ତମ ସମସ୍ତେ? କାମ ତ ଠିକ ସେ ଦେଇପାରୁନ। ଆରେ ମୁଁ କଣ କରିବି କହିଲ? ମୁଁ ତ ୟୁଟ୍ୟୁବରେ ନମ୍ବର ଭାଇରାଲ କଲି, ଫେସବୁକରେ ନମ୍ବର ଛାଡିଲି, ଇନଷ୍ଟାଗ୍ରାମରେ ନମ୍ବର ଛାଡିଲି। ଆଉ କଣ କରିବି? ଯେତିକି ଫାଷ୍ଟ କଲ୍ ଆଇଲା, 4-6ଟା କଲ୍ ଆଇଲା, ମୁଁ କାମ ଦେଇଛି। ଦେଇଛି ନା ନାଇଁ? ଦେଇଛି ନା ନାଇଁ? ଆଉ କୋଉଠି କାମ ଅଛି? ଆଉ ତ ଟୋଲ ଫ୍ରି ନମ୍ବରକୁ ନମ୍ବର ଆସୁନି କଲ୍। ଆଉ ମୁଁ କଣ କରିବି? ତମେ ଅପେକ୍ଷା କର, ଯଦି ପୁଣି କୋଉଠୁ କଲ୍ ଫଲ୍ ଆଇଲା, ମୁଁ ତମ କାମ ଦେବିନି ହେଲା। ଆରେ ହେ, ସବୁ ତ ବିଲ ସରିଗଲାଣି, ମୋର ଏକା ରହିଗଲା। ଆଉ କଣ କରିବି? କଣ କରିବି ଏବେ? ହଁ, ସେ ୟୁଟ୍ୟୁବରେ ନମ୍ବର ଆଇଥିଲା, ସେଇଆକୁ କଲ୍ କଲେ ହିଁ ଧାନ କଟା ହବ, ମୋର ହିଁ ସରିବ। ସେଇଆକୁ କଲ୍ କରେ, ନହେଲେ ହବନି, ସରିବନି ଆଉ। ଫୋନ ଆଇଲା। ଆରେ ଧାନ କାମ ବୋଧେ। ତମ ବେଳ ଭଲରେ ଏଇନା କହୁଥିଲି କଲ୍ ଆସୁନି ଟୋଲ ଫ୍ରି, ଗୋଟେ ନମ୍ବର ଆଇଲାଣି। ମୁଁ ଉଠେଇ କଥା ହଉଛି। ହ୍ୟାଲୋ। ହ୍ୟାଲୋ, କି ଧାନ କଟା ବାଲା କହୁଛ? ହଁ ହଁ ହଁ, ଆମେ ଧାନ କଟା ବାଲା କହୁଛୁ। କାଇଁ ତମର ଧାନ ଫାନ କଟା ହବ କି? ମୋର 10 ଗୁଣ୍ଠ ଧାନ କାଟିବାର ଥିଲା। ଆଉ କାଟିଦବା, ଆମେ ସମସ୍ତଙ୍କର କାଟୁଛୁ, ତମର କାଟିଦବା, ଅସୁବିଧା କଣ ଅଛି? ରହୁନ କାଇଁ ଏମିତି ଫୁଲା ହଉଛ? ଆଉ ଏଇନା ଦି ଜଣ ରୁଷି କଲ, କାମ ମିଳିଲି କାମ ମିଳିଲି। ରୁହ ନା, କାମ ମିଳିଲେ ଫୁଲୁଛ ନାଇଁ? ରୁହ ମୁଁ କଥା ହେଇସାରେ। କି ତାଙ୍କ ସୁପରଭାଇଜର କହୁଛ? ନାଇଁ, ମୁଁ ତାଙ୍କ ସୁପରଭାଇଜର କହୁନି, ତାର ଟିକେ ଉପରକୁ କହୁଛି। ଆଉ କିଏ କଣ୍ଟ୍ରାକ୍ଟର? ନାଇଁ 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 ନାଇଁ, ମୁଁ କଣ୍ଟ୍ରାକ୍ଟର କହୁନି, ତାଠୁ ଟିକେ ତଳକୁ କହୁଛି, ମାନେ ପେଟି କଣ୍ଟ୍ରାକ୍ଟର। ହଁ, ଏଇ ଛୁଆଙ୍କୁ ନେଇ କାମ ଚଲେଇଛି ଆଉ। ତାହେଲେ ଭଲ କାଟୁଥିବେ ଆଉ। କାମ ଭଲ ମାନେ ପୁରା ଭଲ କରୁଛନ୍ତି।
ଆଚ୍ଛା ତମର କେମିତି କଣ ପଇସା ନଉଛ ମଜୁରୀ ନା ଠିକାରେ ଭଲ ହବ କୋଉଟା କହିଲ? ଆମର ମଜୁରୀରେ ଅଛି ଠିକାରେ ଅଛି ଆଉ ତମକୁ ଯୋଉଟା ସୁବିଧା ହବ ତମେ ସେଟା କରିବ ଆଉ କଣ। କାମ ଆମର ଦେଖ ମଜୁରୀରେ କଲେ ଆମର ମଜୁରୀରେ ବସି ବସି ସାଇଁ ସାଇଁ ଠିକାରେ ଠିଆ ଠିଆ ଠାଇ ଠାଇ। ନା 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 ଅଭଦ୍ର କଥା ନୁହଁ ଆପଣ ଟିକେ ବୁଝିବା ଭୁଲ କଲେ। କୁଳମଣିକୁ ନୀଳମଣି ମୋ ପିଲା ଧାନ କଟାଙ୍କ ଜନ୍ମରୁ ପାଣି। ମଜୁରୀରେ କାମ କଲେ ଇଏ ଧୀରେ ଧୀରେ କାମ କରିବେ ବସି ବସି କାଟିବେ ଦା ଖାଲି ସାଇଁ ସାଇଁ ଶୁଭିବ। ଆଉ ଠିକାରେ ଯଦି କାଟିବେ ଖାଲି ତ ଦା କୁ ଦା ବାଡେଇ ହବ ଆଉ ଠିଆ ଠିଆ ଠାଇ ଠାଇ ଖାଲି ଶୁଭିବ ଆଉ। ସେଇଥିଲାଗି ତମକୁ କହିଲି ମଜୁରୀରେ କାଟିଲେ ବସି ବସି ସାଇଁ ସାଇଁ ଠିକାରେ କାଟିଲେ ଠିଆ ଠିଆ ଠାଇ ଠାଇ। ଆଉ ତମେ ବୁଝିବ ନା ଆଉ। ତାହେଲେ ଭଲ କାଟୁଥିବେ ଆଉ। ଆଉ ଭଲ ମାନେ ପୁରା ଭଲ ବଢିଆ କାମ କରୁଛନ୍ତି। ହଁ ଠିକ ଅଛି ଠିକ ଅଛି। ହଁ ବିଲ କାଲି ସକାଳୁ ପହଞ୍ଚିବେ ଲୋକ କାଲି ସକାଳୁ ବିଲ ପହଞ୍ଚିଯିବେ 8ଟା ଭିତରେ ଲୋକ ପହଞ୍ଚିବେ। ଆଚ୍ଛା ହଉ କାଲି ସକାଳେ ଆସି ପହଞ୍ଚିବ ଲୋକେସନ ପଠେଇଦେବି। ଆଉ ଲୋକେସନ ଅଛି ତମେ କରେଣ୍ଟ ଲୋକେସନ ହ୍ୱାଟ୍ସଆପରେ ପଠେଇଦବ ବିଲରେ ପିଲା ପହଞ୍ଚିବେ। ଯଦି ନ ପାଇଲେ ଆମେ ବ୍ୟବସ୍ଥା କଣ କରିବା କଥା ହେବା ଫୋନ କରି ବୁଝିବା ଆଉ କଣ ଇଏ ଗୋଟେ କଥା। ଆଙ୍କ ପାଖରେ ସ୍ମାର୍ଟ ଫୋନ ଅଛି କୁଳମଣି ନୀଳମଣି ମୋର ଭାରି ସ୍ମାର୍ଟ ସବୁ ଏରିଆ ତାଙ୍କର ମଉଜ ତାଙ୍କୁ ଜଣା। ଆରେ ଜାଣିଛ ନା ସବୁ ଜାଣିଛନ୍ତି ସରିଲା ସେତିକି ଦରକାର ଆଉ କଣ। ହଉ ମୁଁ ରଖୁଛି ଆଜ୍ଞା କାଲି ସକାଳ 8ଟାରେ ବିଲରେ ଲୋକ ଯାଇ ପହଞ୍ଚିବେ। ହଁ ହଁ ଠିକ ଅଛି ହଉ 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 ବାବୁରେ ମୁଁ କଥା ହେଇଗଲି ଜବାବ ଦେଲି ହଇରାଣ କରିବନି। କାଲି ସକାଳ 8ଟା ତମେ ଯାଇ ବିଲରେ ପହଞ୍ଚିବ। ତମେ ଯାଇଥିବ କାଟୁଥିବ ମୁଁ 9ଟା 10ଟା ପହଞ୍ଚିବି ଆଉ କଣ ଅଛି। ଠିକ ହେଲା ଅଛି ଠିକ ଅଛି। ରହିଲି ହଉ ତମେ ଯା। ଆମେ କାଲି ଯାଇ ହଁ ଜାଗା ପରେ ଆମର ତମେ ବୁଲାବୁଲି କରି ଯା ମୁଁ ଯାଉଛି। ହଉ ଆମେ କୁଳମଣି ବାବୁ ତ ପଠେଇଥିଲା ଗୋଟେ ଲୋକେସନ ଇଏ କଣ ନଈଆଡେ ପୁରେଇଲେଣି। ଆରେ ନୀଳମଣି ଏପଟେ ବା ରାସ୍ତା। ଆଉ କଣ ଲୋକେସନ ଭୁଲ ହବା ର ଆମେ ନେଟ ଅଫ ଥିଲା। ହଁ ଦେଖ ର ହଁ ଦେଖେଇଲା ଚାଲ ଏକ ରାସ୍ତା। ଚାଲ ର ମୁଁ ଟ୍ରାଏ କରୁଛି। ମିଳିଗଲା ର ଏଇଠୁ ଆଉ 500 ମିଟର ଦୂର ମାଡି ଚାଲ 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 ଚାଲ। ଏରେ କୁଳମଣି ଏଇ ଜାଗାଟା ଯାହା ହଉ ଫାଇନାଲି ପାଇଗଲେ ଆଉ କଣ। ଏଇଟା ବଡ ଚିନ୍ତା ଥିଲା ଯଦି ବିଲ ନ ପାଇଥାନ୍ତେ ବାବୁ ଆମର ବହେ ଚଢିଥାନ୍ତେ। ହଉ ଚାଲ ଗଡ ବିଲକୁ ଗଡ ଆଉ ଡେରି କର। ଏରେ କୁଳମଣି ଗୋଟେ କଥା କହିବି ବାବୁ ତ ଏବିକା ଆସିବେନି ଜମି ମାଲିକ ତ 11ଟା ପରେ ଆସିବ ଆଜି ଲୁଡୁ ପକେଇଦବା। ଆରେ ମୋର କଣ ଇଚ୍ଛା ନାହିଁ କାଳେ କିଏ ଦେଖିଥିବ ମତେ ଭାରି ଡର ମାରୁଛି। କିଏ ଏଠି ଅଛି ଯେ ଦେଖିବ କୁଳମଣି କି ନୀଳମଣି ଧାନ କଟା ଆମ ଜନ୍ମରୁ ପାଣି। ହଉ ଯଦି କହୁଛୁ ଚାଲ ବାଜି ପକେଇଦବା। ହଉ କିନ୍ତୁ ବାବୁକୁ ଟିକେ ଲକ୍ଷ୍ୟ ରଖିଥିବୁ କେତେବେଳେ ପଳେଇ ଆସିବ। ହଉ ତୁ ଚାଲ ଆଉ ଗୋଟେ ବାଜି ପକେଇଦବା ଆଉ କଣ। ଏଇଠି ବ ହିରୋ ଉପରେ ବାଜି ପକେଇଦବା ଏଇଠି ର ମୁଁ ଗାମୁଛା ଟା ପାରିଦିଏ ଏଇଥିରେ ପକେଇକି ଲୁଡୁ ଟେ ପକେଇଦବା। ଦେ ଥୋ ପକା 6 6 6 6 ଓହୋ ଛଅ ଶଳା ଟାଇମ ଆସି 10ଟା ହେଲାଣି ଦିଟା ତାଙ୍କ ଯାଇଛନ୍ତି ବିଲକୁ କଣ କଲେ କଣ ନାହିଁ ଟିକେ ଦେଖିବାକୁ ପଡିବ। ଆରେ ଶଳା ବିଲ କୋଉଠି କିରେ ଆରେ ଶଳା ସେଠି ଦିଟା କାର ମୁଣ୍ଡ ଦେଖାଉଛି ବିଲଟା କୋଉଠି କିରେ ଶଳା ପାଖକୁ ଗଲେ ଜଣା ପଡିବ। ଏ କାମ ନୁହଁ ଗରି ଭିତରକୁ ଯିବା ନହେଲେ ଜଣା ପଡିବନି। ଶଳା କଣ କଲେ କଣ ନାହିଁ ତାଙ୍କୁ ବିଶ୍ୱାସ ନାହିଁ ପର ଘରେ ଜବାବ ଦିଆଯାଇଛି ମାଲିକକୁ କହିଛି କାଲି ସକାଳ ସୁଦ୍ଧା ଧାନ କଟାବ କାଲି ଗୋଟାଇ ଦିନରେ ଆଙ୍କୁ ଦେଖିବାକୁ ପଡିବ ଏ ଦିଟାଙ୍କ ଭରସା ନାହିଁ। 6 6 6 6 ଓହୋ 6 ଦିଟାଙ୍କ କୋଉଠି ପଶିଲେ ଆକୁ ନ ଦେଖିଲେ ହବନି। 6 6 6 6 ଓହୋ କଣ 6 6 କହୁଛନ୍ତି ପୁଟୁ ପୁଟୁ କହୁଛନ୍ତି ଶଳା ଲୁଡୁ ଖେଳୁଛନ୍ତି କିରେ ବସିକି। ହାଇ ଶଳାଙ୍କୁ ଦେଖିବାକୁ ପଡିବ ଆଉ ନାଇଁ ଏମିତି ଗଲେ ଧରା ପଡିଯିବେ। ଶଳାଙ୍କୁ ଚୁପ ଚୁପ ନଈ ନଈ ଗଲେ ଠିକ ଜାଗାରେ ଭାବୁଛି। ଶ୍ୱଶୁର ପୁଅ ରୁହ ତମକୁ ଆଜି ପଟାଇ ଦଉଛି କାମ କରେ କାର୍ଯ୍ୟ ଶଳା ପର ଘରେ ମୁଁ ଜବାବ ଦେଇଛି ତମେ ଏଠି ଆସି ଲୁଡୁ ଖେଳିବ 6 6 ପୁଟୁ ପୁଟୁ ଖେଳିବ। ଶଳା ଇଏ ଲୁଡୁ ଖେଳୁଛନ୍ତି ବିଲରେ ବସି ଶଳା ମାଲିକକୁ ମୁଁ ଜବାବ ଦେଇଛି ଗୋଟା ଦିନ ଧାନ କଟାଯିବ। ରୁହରେ ପୁଅ ତମ 6 ଆଜି ଶଳା ଛଳଉଛି। 6 6 6 6 ଓହୋ 6 ଏରେ ଶ୍ୱଶୁର ପୁଅ ଶଳା ଏଇଠି ଲୁଡୁ ଖେଳୁଛ ଖାଇଲା ତ ଆଉ ଖାଇଲାରେ
ଏଇରେ ଶ୍ୱଶୁର ପୁଅ କୁଆଡ଼େ ଆଇଛ ଲୁଡୁ ଖେଳି ଆଇଛ ଟି ଓ ତମ ସକାଶେ ମୁଁ ପର ଖଣ୍ଡେ ଜବାବ ଦେଇଛି ଧାନ କାମ କରିବ ବୋଲି ତମେ ଲୁଡୁ ଖେଳୁଛ ବସିକିରି ବନ୍ଦ କର ସେ ଲୁଡୁ ଖେଳ ଉଠ ନାଇଁ ବାବୁ ଆଉ ଲୁଡୁ ଟିକେ ନ ଖେଳିଲେ ଏଣ୍ଟରଟେନମେଣ୍ଟ ନ କଲେ ଖାଲି ଧାନ କାଟିଲେ ହବ ଆଜ୍ଞା। ଆରେ କାମ କରିବ କିଏ ଏଠି କାମ କରିବ କିଏ କିରେ କୁଳମଣି କ'ଣ ଇଏ କଥା ତମେ ଡାକିଥିଲି କାହିଁକି ପର ବୋଲି କାମ କରିବାକୁ ସେ ବାବୁ କଣ କଥା ହେଇଛି କି ଟିକେ କାଟିଥାନ୍ତୁ ଧାନ ତ କାଟିଥାନ୍ତୁ ଟିକେ ମଝିରେ ମଝିରେ ଲୁଡୁ ଫୁଡୁ ନ ଖେଳିଲେ ଆଉ ହବ କି ଆଉ ଆପଣ ଗୋଟେ କାମ ତମ କରୁନାହାନ୍ତି ଭରସାରେ ମୁଁ ପରଖର ଜବାବ ଦେଇ ବାବୁକୁ କାମ ଦେଇଛି ମାଲିକକୁ ଧାନ କଟା ସରିବଲେ ଯେ ତମେ ଆସି ଲୁଡୁ ଖେଳୁଛ ଏଠି ସହ ମୋ ଆଗରେ ଗୋଟେ କଥା ମୋ ପଛଟା କଥା କଥା କହୁଛ ମଧୁର ବଚନ ମାରୁଛ ଘନ ଘନ ବନ୍ଦ କର ସେ ଲୁଡୁ ଖେଳ ଚୁପଚାପ ଧାନ କାଟ ଏ କୁଳମଣି ସେଟା ଫୋପାଡେ ଚାଲ ଘରକୁ ଚାଲ ଆରେ ଇଏ କଣ ଇଏ କଣ କଥା କହ କାହିଁ ପଳେଇବ କାହିଁକି ତମେ କାମ କରି ଆଇଛ ଧାନ କାଟିଛ ପଳେଇବ କଣ କହୁଛ ତମେ ତ ଆମକୁ ଟିକେ ସୁଖ କରେଇଦେଲନି ଧାନ କାଟିବୁ କଣ ହଉ ହଉ ତମାନେ ଲୁଡୁ ଖେଳ ପଛେ ଟିକେ ଧାନ କଟାରେ ମନ ଦିଅ ଯା ଖେଳ ପଛେ ଘଣ୍ଟା କିନ୍ତୁ ଲୁଡୁରେ କାମରେ ମନ ଦିଅ ଧାନ ଆଉ ନେଟ୍ ନେଇ ଆମେ ଲୁଡୁ ଖେଳିବୁ କେମିତି ଆଉ ପୁଣି ବର୍ତ୍ତମାନ କଣ କରିବ କଣ ବିଲ ଛାଡି ପଳେଇବ ତମେ ଗୀତ ଗାଅ ଆମେ କାଟିବୁ କଣ ମୁଁ ଗୀତ ଗାଇବି ନହେଲେ ହବନି ନହେଲେ ହବନି ଆମେ ପଳେଇବୁ ଆଉ ଗୋଟେ ସୁଖ ବୋଲି ଗୋଟେ କିଛି ନାହିଁ ଆମର କଣ ଆମେ ଆସିବୁ କାଟିବୁ ହଉ 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 ଚାଲ ବାବା ମୁଁ ଗୀତ ଗାଇବି ତମ ପାଇଁ ତମେ ଚାଲ କାମ କର ପିଲା ତ ନେଇଛି ଆଉ କଣ ତମ ଜିଦି ରହୁ ପଛେ ଚାଲ ମୋର କାମ ଦରକାର ଚାଲ ଆସ ଚାଲ ଚାଲ ଗୀତ ଗାଇବ ହଉ ତାହେଲେ ତମମାନଙ୍କ ପାଇଁ ଗୋଟେ ଭଲ ଗୀତ ଗାଇବି ଆଜି ହେଲା ବଢିଆ ଗୀତ ଗାଇବି ଆମର ଏଇ ଧାନ କଟାକୁ ନେଇକିରି ଠିକା ମଜୁରୀକୁ ନେଇକି ଗୋଟେ ଗୀତ ଗାଇବି ବୁଝିପାରିଲ ହଉ ତାହେଲେ ଆରମ୍ଭ ହେଇଯାଉ ଗାଇବା ଗାଇବା ହଉ ମଜୁରୀରେ ଦା ଚାଲେ ବସି ବସି ସାଇ ସାଇ ଠିକାରେ ତ ଦା ଚାଲେ ଠିଆ ଠିଆ ଠାଇ ଠାଇ ବା 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 କେମିତି ଲାଗିଲା ଭଲ ଲାଗିଲା ନା ହଁ ହଉ ପଦଟା ଭଲ ଥିଲା ତମମାନେ ଏଥର କାମ ଆରମ୍ଭ କର ମୁଁ ଠିକ ଘଣ୍ଟା ପରେ ଆସିବି ମାଲିକ ଯଦି ଆସିଲା କାମ ଶୁଣ ମାଲିକ ଯଦି ଆସିଲା ଯେମିତି କାମ ଆରମ୍ଭ କରିଥବ ଓକେ ତ ଠିକ ଅଛି ମୁଁ ଯାଉଛି ତମେ କାମ କର କାମ ପରଫେକ୍ଟ ସେତିକି ତ ଦରକାର ଯାହା ପଛ ପଛ ତ ହେଇ ସଇଲା ଠିକ ଅଛି ହଉ ମୁଁ ଯାଉଛି ଟିକେ କହିଦବ ସ୍କୋୟାର ଫୁଟ ହିସାବରେ ଚାଲିଛି ହଁ 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 ହଉ କୁଳମଣି ଆରମ୍ଭ କରିବା ରହବେ ଆରମ୍ଭ କଣ କରିବା ବାବୁ ତ ଗଲା ଆରମ୍ଭ କଣ କରିବା ରିଲ୍ସ ଗୁଡା କରିଦବା ଚାଲ ତ ହବ ତୁ ଗୋଟେ କାମ କର ଭଲ ଗୀତଟା ଗୋଟେ ବାଛିଛି ତୁ କ୍ୟାମେରା ଧଅ ମୁଁ ଗୋଟେ କରିଦଉଛି ହେଲା ଦ ପିଲା କରୁଛେ କାମ କାହିଁକି ମାଲିକ କୁଆଡେ ଯାଉଛ ହେଇ ଯାଉଛି ବିଲ ଆଡେ ଆଉ କାହିଁକି ଯିବ ବିଲ? କେତେବେଳେ କଟାଲା ଦେଖି ଆସିବି ଟିକେ ଆଉ ପିଲାଟା କାମ କରୁଛି ମୁଁ ଦେଖିକି ଆଇଲି କାହିଁ ଆଉ ଯିବ ନା ଆମ ଟିକେ ଧାନ କଟା ହଉଛି ଘରେ ଗଲେ ଯେ ଦେଖି ଆସିବୁ ଆଉ ବେକାର ଯାଇକି ଲାଭ ନାହିଁ ମୁଁ ଏଇ ସାଙ୍ଗେ ସାଙ୍ଗେ ଆଇଲି ପିଲା କାମ କରୁଛି ମୋର ଯଥେଷ୍ଟ ଭରସା ଅଛି ଆରାମସେ ଦି ଜଣ କାମ କରୁଥିବେ ଆଉ ଘଣ୍ଟା ପରେ ଛାଡିକି ଆସ ନା ମୁଁ ଆସ ଟିକେ ଦେଖି ଆସିବା ମୁଁ କାହିଁ ଯିବି ନା ନା ଆସ ଯିବା ନା ତମେ ଯାଅ ମୁଁ ଆଉ ଯିବା ତମେ ଯାଅ ତାହେଲେ ମୁଁ ଯାଉଛି ଏକା ତମେ ଯାଅ ପିଲା କାମ କରୁଥିଲେ କେତେ କାଟିଲେଣି ତଥାପି କାଟିବେନି ଦି ତିନି ମିନିଟ୍ କାଟିବେ ସରିଯିବନି ଦେଖ କାଟିବେନି ମୁଁ ଯାଇଥିଲି କାମ ତାହେଲେ ଆସିଛି ହଁ ତମେ ଯା ମୁଁ ଯାଉଛି ସନ୍ଧ୍ୟା କଥା ହବା ଆଉ ହଁ 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 ତମେ ଯା ହଁ ଆରେ ଆରେ ବାଟରେ ତ ସୁପରଭାଇଜର ଯାକ ଧାନ କଟା ହେଇଗଲାଣି ତ ଧାନ ସବୁ ବିଲରେ କଣ ଠିଆ ହେଇଛି କୁଆଡେ ଗଲେ କି ସେ ଦି ଜଣ ଆଇଥିଲେ ସୁପରଭାଇଜର କହୁଥିଲା ଗଲେ କୁଆଡେ ଆରେ ଆରେ ମୋ ବିଲେରେ କଣ ଚାଲିଛି ଝିଅ କଣ କରୁছে କୁଆଡେ ଆଇଛ ତମେ କୁଆଡେ ଆଇଛ ଆବେ ହେ ତମ ସୁପରଭାଇଜର ବାଟ ଦେଖିକି ଗଲା କହିଲା ଧାନ କଟା ସେ ଅଧା ହେଲାଣି କହିଲା ସରିଯିବ ଆଉ ଟିକେ ସମୟରେ ତମେ କିଛି କରୁନ ରିଲ୍ସ କରୁଛ କଣ କରୁଛ ଏଠି ନାଇଁ ବାବୁ ଟିକେ ରିଲ୍ସ କରୁଥିଲୁ କିନ୍ତୁ କରିଦବୁ କଣ କରିଦବ ମାନେ ବୁଝିବେନି କିଛି ସବୁ ଯାକ ହେଇଯିବ ସବୁ ହେଇଯିବ ସାର୍ ତମ ସୁପରଭାଇଜର ଯେତିକି ଠକ ତମେ ତା 3 ଗୁଣ୍ଠ କରିଦବ ସାରା ତମେ ଉଠିଲ ବିଲୁ ଉଠିଲା କହିଲା ସ୍କୋୟାର ଫୁଟ ହିସାବ ଗୁଣ୍ଠ ହିସାବ ନେଇଯିବି ଧାନ କାଟି ଦେଲେ ଆମ କାମ ଦେଖିନା ଆମର ଏକ୍ସପିରିଏନ୍ସ କାମ ଉଠ ତମେ ଉଠିଲା ଆଗେ ଉଠ ହିରୋ ଉଠିବ ତୋ ସୁପରଭାଇଜର ଫୋନ ନେଲା କିଛି ଦିଆ ହବ ଯା ବାଟ ଯାଅ କିଛି ନାହିଁ ମନେ ରଖନ୍ତୁ ତମ ବିଲ ପଡିଆ ପଡିବ